ସବୁଠୁ ବଡ କଥା ହେଲା ଯେତେବେଳେ ଦୀପାଲି ଦାସ ସେକ୍ରେଟେରିଏଟ୍ ରୁ ବାହାରିଛନ୍ତି, ଲୋକସଭା ଭବନରୁ ବାହାରିଛନ୍ତି ଏବଂ ଯୋଉ ପ୍ରତିକ୍ରିୟା ଦେଇଛନ୍ତି, ଯୋଉ ଗୋଟେ ମିନିଟ ଭିତରେ ଯୋଉ ପ୍ରତିକ୍ରିୟା ଦେଇଛନ୍ତି, ସେ ମେନ୍ ଦି ତିନିଟା ଦିଗ ଉପରେ ନେଇକରି କହିଛନ୍ତି। ଗୋଟେ କଥା ହେଲା ଯେ ଏ ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିଛୁ ଏବଂ ଏ ନେଇକରି ଆମେ ଚିଠି ମଧ୍ୟ ଦେଇଛୁ। ଯୋଉ ବର୍ତ୍ତମାନ ଯୋଉ ସିଏମଓ କାର୍ଯ୍ୟାଳୟ ତରଫରୁ ଯୋଉ ଦିଟା ଫଟୋ ହେଲେ ଜାରି କରାଯାଇଛି, ସେଥିରେ ସ୍ପଷ୍ଟ ଜଣା ପଡୁଛି ଯେ ମିନତି ଦାସ ଗୋଟେ ଚିଠିଟେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଉଛନ୍ତି ଏବଂ ଆଉ ଗୋଟେ କଥା କହିଛନ୍ତି ଯେ ଆମର ପରିବାରକୁ ସୁରକ୍ଷା ଦିଆଯାଉ। ଏବେ ବଡ ପ୍ରଶ୍ନ ଉଠୁଛି ଯେ ଦୀପାଲି ଦାସ ଯୋଉ କହିଛନ୍ତି ଯେ ପରିବାରକୁ ସୁରକ୍ଷା ଦିଆଯାଉ, କଣ ଗୋଟେ ସେ ଗୋଟେ ଡାଉଟ୍ କରିଛନ୍ତି କି କି ତାଙ୍କର ଭିତରେ ଗୋଟେ ଆଶଙ୍କା ଅଛି କି ଯେହେତୁ ବର୍ତ୍ତମାନ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି, କୋଉଠୁ ତାଙ୍କୁ ତାଙ୍କ ପରିବାର ପ୍ରତି କିଛି ବିପଦ ହେବ କି? ହୁଏତ ତାଙ୍କ ପରିବାରକୁ ବିପଦ ହେଇପାରେ, ସେଥିପାଇଁ ସେ ଗୋଟେ ଡାଉଟ୍ କରିଥାଇ ପାରନ୍ତି, ସେଥିପାଇଁ ସେ ସୁରକ୍ଷା ଦାବି କରିଛନ୍ତି। କିନ୍ତୁ ଏଠି ଆମେ ଓଡିଶାର ଯୋଉ ଅଗଣିତ ଦର୍ଶକ ଅଛନ୍ତି, ଆମେ ଜଣେଇବାକୁ ଚାହୁଁ ଏ ଘଟଣା ପରେ, ଯୋଉ ନବକିଶୋର ଦାସଙ୍କର ହତ୍ୟାକାଣ୍ଡ ପରେ ତତ୍କାଳୀନ ରାଜ୍ୟ ସରକାର, ନବୀନ ପଟ୍ଟନାୟକ ସେତେବେଳେ ଥିଲେ, ସେତେବେଳେ ନବ ଦାସଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ବିଶାଲ ଦାସକୁ ଗୋଟେ ପିଏସ୍ଓ ଏବଂ ଅ, ଦୀପାଲି ଦାସଙ୍କୁ ହେଲେ ଗୋଟେ ଜଣେ ପିଏସ୍ଓ ଦିଆଯାଇଥିଲା। ଯୋଉ ପିଏସ୍ଓ କୁହାଯାଉଛି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ପର୍ସନାଲ ସିକ୍ୟୁରିଟି ଅଫିସର, ଯୋଉଟା କି ପ୍ରତି ଯାହା ଜୀବନ ପ୍ରତି ଥ୍ରେଟ୍ ଥାଏ ତାଙ୍କୁ ପିଏସ୍ଓ ଦିଆଯାଏ। ସେଟା ରାଜନେତା ହେଇପାରନ୍ତି କିମ୍ବା ଯୋଉ ପ୍ରାଇଭେଟ ପର୍ସନ ହେଲେ ହେଇପାରନ୍ତି କିମ୍ବା ବିଜନେସ ମ୍ୟାନ ହେଲେ ହେଇପାରନ୍ତି। ଯୋଉଠି ବି ସିକ୍ୟୁରିଟି ଥ୍ରେଟ୍ ଥାଏ, ଯଦି ପୁଲିସ ଅନୁଭବ କରୁଛି ଯେ ଗୋଟେ ସିକ୍ୟୁରିଟି ଥ୍ରେଟ୍ ଅଛି, ତ ନିଶ୍ଚିତ ଭାବେ ତାଙ୍କୁ ସୁରକ୍ଷା ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ବି ଦୀପାଲି ଦାସଙ୍କ ସହିତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯାଉଛନ୍ତି, ଯୋଉଟା ସରକାରୀ ଯୋଉ ପୁଲିସ, ରାଜ୍ୟ ପୁଲିସର ଜଣେ ଜିଲ୍ଲା ପୁଲିସର ଜଣେ କନେଷ୍ଟବଳ, ବନ୍ଧୁକଧାରୀ କନେଷ୍ଟବଳ, ଯେ କି ପ୍ରପର ଟ୍ରେନିଂ ନେଇକରି ଯାଇଥାନ୍ତି। ଆପଣ ସିଧାସଳଖ ଦେଖିପାରିବେ ହେଲେ ଯୋଉ ଦୀପାଲି ଦାସ ଯୋଉ ବିଭିନ୍ନ ସମୟରେ ଯୋଉ ବିଭିନ୍ନ ଜାଗାକୁ ଯାଉଛନ୍ତି, ତାଙ୍କ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ହେଲେ ସେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କ ପଛରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ରହୁଛନ୍ତି। ଅନ୍ୟପଟେ ବିଶାଲ ଦାସ, ସବୁଠୁ ଇଣ୍ଟରେଷ୍ଟିଂ ହେଲା ଯେ ବିଶାଲ ଦାସ ଗତ ସାଧାରଣ ନିର୍ବାଚନ ହେଲା, ସେ ନିର୍ବାଚନ ପୂର୍ବରୁ ସେ ତାଙ୍କର ଯୋଉ ସିକ୍ୟୁରିଟି ଦିଆ ହେଇଥିଲା ଜିଲ୍ଲା ପୁଲିସ ତରଫରୁ, ସେଟାକୁ ପ୍ରତ୍ୟାହୃତ କରିଦେଇଛନ୍ତି। ତ କଣ ପାଇଁ ସେ ପ୍ରତ୍ୟାହିତ କରୁଛନ୍ତି, ସେଟା ହେଲେ ରାଜ୍ୟବାସୀକୁ ଦୀପାଲି ଦାସ ଜଣେଇବା କଥା। ଆମେ କହୁନୁ ଯେ ଦୀପାଲି ଦାସକୁ ସୁରକ୍ଷା ଦିଆ ନ ଯାଉ ବୋଲି, କିନ୍ତୁ କାହିଁକି ସେ ମିଛ କହୁଛନ୍ତି? ଯଦି ସିକ୍ୟୁରିଟି ଥ୍ରେଟ୍ ଅଛି, ଅପର୍ଯ୍ୟାପ୍ତ, ଏଇଟା ହୁଏତ ଜଣେ ପିଏସ୍ଓ ଦିଆହେଇଛି, ବର୍ତ୍ତମାନ ଦି ଜଣ ପିଏସ୍ଓ ସେ ମାଗି ପାରନ୍ତି, ପର୍ଯ୍ୟାପ୍ତ ସୁରକ୍ଷା ଅଧିକାରୀ ମାଗି ପାରନ୍ତି। କିନ୍ତୁ ବର୍ତ୍ତମାନ ଗୋଟେ ପ୍ରଶ୍ନ ଉଠୁଛି, ଯଦି ସିକ୍ୟୁରିଟି ଥ୍ରେଟ୍ ଅଛି, ତ ବିଶାଲ ଦାସ କାହିଁକି ତାଙ୍କର ପିଏସ୍ଓ କୁ ପ୍ରତ୍ୟାହୃତ କରିଛନ୍ତି? ଏଇଟା ବି ଦୀପାଲି ଦାସ ରାଜ୍ୟବାସୀକୁ ଜଣେଇବା କଥା। କିନ୍ତୁ ବର୍ତ୍ତମାନ ସରୋଜ, ଯଦି ଆମେ ଦେଖିବା ଗତ 2 ଦିନର ଘଟଣା ବୋଲି ଯଦି ଆମେ ଦେଖିବା, ବର୍ତ୍ତମାନ ସିବିଆଇ ତଦନ୍ତ ହେବ କି ନାହିଁ ସେଟା ତ ପରବର୍ତ୍ତୀ ମୁହୂର୍ତ୍ତରେ ଜଣା ପଡିବ। କିନ୍ତୁ ଏବେ ସବୁ ରାଜ୍ୟ ସରକାରଙ୍କର ବଲ୍ ବର୍ତ୍ତମାନ ରାଜ୍ୟ ସରକାର ଉପରେ ହିଁ ନିର୍ଭର କରୁଛି ଏବଂ ଯେତେ ବିଳମ୍ବିତ କରିବେ ଏ ଘଟଣାକୁ ନେଇକରି, କାରଣ ସେତେବେଳେ ଲୋକେ ନବୀନ ପଟ୍ଟନାୟକକୁ ଆକ୍ଷେପ କରୁଥିଲେ, ଦୀପାଲି ଦାସକୁ ଆକ୍ଷେପ କରୁଥିଲେ, ନବ ଦାସଙ୍କ ପରିବାରକୁ ଆକ୍ଷେପ କରୁଥିଲେ। କିନ୍ତୁ ସେତେବେଳେ ଯୋଉ ବିଜେପି ନେତା ମାନେ କେବଳ ସିବିଆଇ 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 ତଦନ୍ତ କଥା କହୁଥିଲେ, ବର୍ତ୍ତମାନ ଯଦି ସେମାନେ ସେ କଥାକୁ ଦୋହରାଇବେ ନାହିଁ, ସିବିଆଇ ତଦନ୍ତ କରିବେ ନାହିଁ, ତ ନିଶ୍ଚିତ ଭାବେ ବିଜେପି ହିଁ ଏଥିରେ ତମେ କ୍ଷତିଗ୍ରସ୍ତ ହେବ ଏବଂ ବ୍ୟାକଫୁଟରେ ନିଶ୍ଚିତ ଭାବେ ବିଜେପି ହିଁ ରହିବ।